ଯେଉଁ ମଣିଷ ସମସ୍ତଙ୍କର ଖୁସି ଚାହେଁ, ସମସ୍ତଙ୍କର ଭଲ ମନ୍ଦ ବୁଝେ, କାହିଁକି କେଜାଣି ଜୀବନରେ ସେହି ମଣିଷ ଏକା ରହିଯାଏ। ଜହର ତ କେବଳ ନାମକୁ ବଦନାମ, ନହେଲେ ମଣିଷ ତ ସେତେବେଳେ ମରିଯାଏ ଯେବେ କେହି ଅତି ନିଜର ଲୋକ ଧୋକା ଦେଇଦିଏ। ବିତି ଯାଇଥିବା ସମୟକୁ ମନେ ପକାଇ ମନ ଦୁଃଖ କରିବା ଭୁଲ। ଯଦି ପାରୁଛ ସେହି ସମୟରେ ମିଳିଥିବା ଶିକ୍ଷାକୁ କେବେ ଭୁଲନ୍ତୁ ନାହିଁ। ମନର କଥାକୁ ମୁହଁରେ ରଖିଲେ କେହି ବି ବୁଝିପାରିବେ। ଏମିତି ଜଣେ ଦରକାର ଯିଏ ତୁମ ନୀରବତାକୁ ବୁଝିପାରିବ। କାହା ସହ କଥା ହେବା ଜରୁରୀ ନୁହେଁ, ବରଂ କାହା ସହ ହୃଦୟରୁ କଥା ହେବା ଜରୁରୀ ହୋଇଥାଏ। କାହା କଥା ଯଦି ବାରମ୍ବାର ମନେ ପଡ଼େ, ବୁଝିଯାଅ କି ଯେଉଁଟା ନା ଯେଉଁଠି ତୁମେ ତାଙ୍କୁ ନିଜର ଦୁର୍ବଳତା ବନେଇ ସାରିଲଣି। ଏମିତି ସାଥୀ ତ ବହୁତ ମିଳିବେ, ଯିଏ ସାର୍ଟ ପକେଟର କେତେ ପଇସା ଅଛି ନ ଦେଖି କହିପାରିବେ, କିନ୍ତୁ ମୋତେ ଏମିତି ସାଥୀ ଦରକାର ଯିଏ ପକେଟ ତଳେ ଥିବା ଛାତି ତଳେ କେତେ ଦୁଃଖ ଅଛି କେବଳ ମୁହଁ ଦେଖି ଜାଣିପାରୁଥିବେ। ମୁଁ ଜାଣିନି ଆଜ୍ଞା କି କହିଲେ ଲୋକ ସହିପାରିବେ କି ନାହିଁ, କିନ୍ତୁ ଏତିକି ଜାଣିଛି ସହିବା ଲୋକ ଯେଉଁଦିନ କହିବେ ସେଦିନ କହିବା ଲୋକର ଗର୍ବ ଭାଙ୍ଗିଯିବ। ସହିବା ଦରକାର, ସୁଯୋଗ ଆସିଲେ କହିବା ବି ଦରକାର। ଜୀବନରେ ଶାନ୍ତି ସହିତ ଶାନ୍ତିରେ ରହିବା ବି ଦରକାର। ଜାଣିଛ କେଉଁ ଲୋକ ଆମକୁ ଧୋକା ଦିଅନ୍ତି? ଯାହାକୁ ଆମେ ଆମ ଜୀବନଠାରୁ ଅଧିକ ପ୍ରେମ କରନ୍ତି। ଯିଏ ଯେତିକି ନିଜର ହୁଅନ୍ତି ସିଏ ସେତିକି ଅଧିକ କଷ୍ଟ ଦିଅନ୍ତି। ନହେଲେ ପରଲୋକଙ୍କର ତ ସାମାନ୍ୟ ଧକ୍କାରେ ବି ଭୁଲ ମାଗି ନିଅନ୍ତି। କ୍ଷମାର ହକଦାର ଭୁଲ କରିବା ଲୋକଙ୍କୁ ଦିଆଯାଇପାରେ, କିନ୍ତୁ ଚାଲାକ କରିବା ବାଲାଙ୍କୁ ନୁହେଁ। ନିଜେ ହସିବା ପୁଣି ତାଙ୍କୁ ହସେଇବା, ଆଉ ବେଳେବେଳେ ତାଙ୍କ ଖୁସି ପାଇଁ ହୃଦୟକୁ ଚାପି ରଖି ଦେଇ ପୁଣି ହସିବା, ବୋଧହୁଏ ୟାକୁ ପ୍ରେମ କୁହନ୍ତି। ଯିଏ ପ୍ରକୃତରେ ଲୁହର ମୂଲ୍ୟ କ'ଣ ଜାଣିଥାଏ, ସିଏ କେବେ କାହା ଆଖିରେ ଲୁହ ଦେଇ ନଥାଏ। ଯିଏ ରାଗରେ ଭୁଲ କରନ୍ତି ସିଏ ବଦଳି ଯାଆନ୍ତି, ହେଲେ ଯିଏ ଆତ୍ମଗର୍ବରେ ଭୁଲ କରନ୍ତି ସିଏ କେବେ ବଦଳନ୍ତି ନାହିଁ। ସମ୍ମାନ ପାଇବାକୁ ହେଲେ ଅନ୍ୟକୁ ସମ୍ମାନ ଦେବାକୁ ପଡ଼ିଥାଏ। କାହାଠାରୁ ଜୋରଦବସ୍ତି ସମ୍ମାନ ମିଳିନଥାଏ। ଉପଦେଶ ଦେବା ସହଜ, କିନ୍ତୁ ଉପାୟ ବତେଇବା ଭାରି କଷ୍ଟ। ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖ ହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ। ଉପଦେଶ ଦେବା ବହୁତ ସହଜ ହୋଇଥାଏ। ଆପଣଙ୍କର ଲୁହ କାହା ପାଇଁ ମୋତି ତ କାହା ପାଇଁ କେବଳ ପାଣି ବୁନ୍ଦା। ସେଥିପାଇଁ ଭାବି ବିଚାରି ଏହାକୁ ଝରନ୍ତୁ। ଯେଉଁ ଝିଅ ସବୁ ପୁଅଙ୍କ ସହିତ ହସି ହସି କଥା ହୁଏ, ବିଶ୍ୱାସ କର ସେ ହୃଦୟରୁ ବହୁତ ଭଲ ହୋଇଥାଏ। ପ୍ରକୃତରେ ହୃଦୟରୁ ଭଲ ପାଉଥିବା ମଣିଷ ଫୋନ୍ କଲ୍ କାଟିଲା ବେଳେ ଏହି କଥା କହିଥାଏ, ମୁଁ ତୁମକୁ ବହୁତ ଭଲ ପାଏ, ମୁଁ ସବୁବେଳେ ତୁମ ସହିତ ଅଛି। ଜୀବନରେ ଏକ କଣ୍ଟାର ରାସ୍ତା ଚାଲିବାରେ ଅନେକ ଯନ୍ତ୍ରଣା ମିଳିଥିଲା। ଯିଏ ଥକିଯାଏ ସିଏ ହାରିଯାଏ। ସେହି ସମ୍ପର୍କ ବହୁତ ମଜବୁତ ହୋଇଥାଏ ଯାହାକୁ ହରେଇବାର ଡର ଉଭୟଙ୍କ ପଟୁ ଥାଏ। ସ୍ୱାର୍ଥ ପାଇଁ ଗଢ଼ା ହୋଇଥିବା ସମ୍ପର୍କ ଯେତେ ଜଲ୍ଦି ଯୋଡ଼ି ହୋଇଯାଏ, ସେତେ ଜଲ୍ଦି ଛିଡ଼ି ମଧ୍ୟ ଯାଏ। ପିଆଜକୁ ଯେମିତି କାଟିଲେ ବି ସେ ମଧ୍ୟ ଆଖିକୁ ଲୁହ ଦେବ। ସେହିଭଳି ନିନ୍ଦା କରୁଥିବା ଲୋକଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ସେ ନିନ୍ଦା ହିଁ କରିବେ। କହିବା ଛାଡ଼, ଶୁଣିବା ଶିଖ। କହିବା ଲୋକ ତ ବୋକାଙ୍କ ଭଳି କିଛି ବି କହିଦେଇଥାନ୍ତି, କିନ୍ତୁ ଶୁଣିବା ଲୋକ ବହୁତ କିଛି ଶିଖୁଥାଏ। ଅନେକ ଅଭିଜ୍ଞତା ନାହିଁ, କିନ୍ତୁ ଏତିକି ତ କହିପାରିବି, ଅତୀତର ଗୋଟିଏ ପୃଷ୍ଠା ଯଥେଷ୍ଟ ହୋଇଥାଏ ଆଖିକୁ ଓଦା କରିଦେବା ପାଇଁ। ପ୍ରକୃତରେ ଭଲ ପାଇବାର ନୁହେଁ ନିଜ ଇଚ୍ଛାକୁ ପୂର୍ଣ୍ଣ କରିବା। ପ୍ରକୃତ ଭଲ ପାଇବା ହେଲା ପରସ୍ପର ଭାବନାକୁ ବୁଝିପାରିବା। ବହୁତ କିଛି ଶିଖାଇ ଦିଏ ଜୀବନ। କେବେ ହସାଏ ତ କେବେ ପୁଣି କନ୍ଦାଏ। କଣ୍ଟା ଉପରେ ଛିଡ଼ା ହୋଇ ଯିଏ ହସିବା ଶିଖିଲା, ତାଙ୍କ ସମ୍ମାନ ଲୁହରେ ବି ହାରି ଯାଇଥାଏ। ଚଢ଼େଇ ଉଡ଼ିବା ନ ଶିଖିବା ପର୍ଯ୍ୟନ୍ତ ବସାରେ ରୁହେ, ଯେବେ ଉଡ଼ିବା ଶିଖିଯାଏ ନିଜ ଇଚ୍ଛାରେ ଅନ୍ୟତ୍ର ଉଡ଼ିଯାଏ। ସେହି ଲୋକମାନେ ପ୍ରକୃତରେ ବଦଳି ଯାଆନ୍ତି ଯେଉଁମାନଙ୍କର ଆବଶ୍ୟକତାଠାରୁ ଅଧିକ ଭଲ ପାଇବା ଏବଂ ଇଜ୍ଜତ ମିଳିଯାଇଥାଏ। ଯଦି କେହି ତୁମକୁ ମିଛ ପ୍ରେମ କରୁଥିବ, ତେବେ ତା ପାଖରେ ଏହି 7ଟି ଗୁଣ ନିଶ୍ଚୟ ଥିବ। ନମ୍ବର 1, ତା ପାଖରେ ତୁମକୁ ନେଇ କିଛି ଫ୍ୟୁଚର ପ୍ଲାନିଂ ନଥିବ। ନା ସେ ତୁମକୁ ମ୍ୟାରେଜ୍ କରିବା କଥା କହିବ, ନା ସେ ତୁମ ସହ କେମିତି ଟାଇମ୍ ସ୍ପେଣ୍ଡ କରିବ ଫ୍ୟୁଚରରେ ସେ କଥା କ'ଣ ହେବ। ଆଉ ଯେବେ ତୁମେ ଏକଥା ତାକୁ କହିବ, ସେ ସବୁବେଳେ କଥାକୁ ଏଭଏଡ଼୍ କରୁଥିବ। ନମ୍ବର 2, ଯେବେ ବି ତୁମେ ତା ସହିତ କଥା ହେବ, ସେ କେବଳ କାମନା ବାସନା ବିଷୟରେ ହିଁ କଥା ହେବ। ତାର ଅଧିକାଂଶ ଟାଇମ୍ ସେଇ ବିଷୟରେ ହିଁ ଫୋକସ୍ ରହିବ। ନମ୍ବର 3, ତୁମ ଦୁହିଁଙ୍କର ଭିତରେ କୌଣସି ବି କଥାକୁ ନେଇ ଅଣ୍ଡରଷ୍ଟାଣ୍ଡିଂ ନଥିବ। ମାନେ ଯେବେ ବି ତୁମେ କଥା ହେବ, ତୁମେ କେହି କାହା କଥା ବୁଝିପାରିବ ନାହିଁ। ନମ୍ବର 4,
ଦେଖିବ ଏମିତି ପ୍ରେମ ସବୁବେଳେ କଣ୍ଡିସନାଲ ଲଭ୍ ହୋଇଥାଏ, ମାନେ ଗୋଟିଏ କଣ୍ଡିସନାଲ ଉପରେ ଡିପେଣ୍ଡ କରେ, ଯାହାକି ତୁମକୁ ଏମିତି କରିବାକୁ ହିଁ ପଡ଼ିବ। ମନେ ରଖନ୍ତୁ ଭଲସେ। ନମ୍ବର 5, ସେ ସବୁବେଳେ ତୁମକୁ ବଦଳାଇବାକୁ ଚାହିଁବେ, ଆଉ ସେ ତୁମକୁ ତା କଣ୍ଟ୍ରୋଲରେ ରଖିବାକୁ ଚାହିଁବେ। ନମ୍ବର 6, ସବୁବେଳେ ନିଜର ଖ୍ୟାଲ ରଖ ବୋଲି କହିବେନି, ଦେଖେଇ ହେବେ ଭଲ ପାଇବାର, କିନ୍ତୁ ପ୍ରକୃତରେ ଭଲ ପାଇବେନି। ସମସ୍ତଙ୍କର ନିଜସ୍ୱ ଇଚ୍ଛା ରହିଛି। ହଁ, ଯଦି ସିଏ ଭୁଲ ବାଟରେ ଅଛନ୍ତି ତେବେ ତାଙ୍କୁ ବୁଝେଇବା ବା ସେହି ବାଟରେ ନ ଯିବା ପାଇଁ ତାଙ୍କୁ ଫୋର୍ସ କରିବା କିଛି ବି ଭୁଲ ନୁହେଁ, କିନ୍ତୁ ତାଙ୍କୁ ସବୁଥିରେ ଅବଜେକ୍ଟ କରିବା ବହୁତ ଭୁଲ ହୋଇଥାଏ। ବେଳେବେଳେ କେବଳ ସମ୍ପର୍କକୁ ବଞ୍ଚାଇବା ପାଇଁ ଭୁଲ ନଥାଇ ମଧ୍ୟ ଆମେ ସରି କହିଦେଉ, କିନ୍ତୁ ଏହି ଜିନିଷ ବେଳେବେଳେ ଆମ ପାଇଁ ଅଭିଶାପ ହୋଇଯାଏ, ତାହା ଆମକୁ ବି ଜଣା ନଥାଏ। ଏମିତି ବି ହୁଏ କି ସିଏ ଆଉ କାହା ଉପରେ ରାଗିଥିବେ, କିନ୍ତୁ ଜାଣିଶୁଣି ତମ ଉପରେ ରାଗ ସୁଝାଉଥିବେ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଆଜି ପାଇଁ ଏତିକି। କେମିତି ଲାଗିଲା କମେଣ୍ଟ କରିବା ପାଇଁ ଜମା ବି ଭୁଲିବନି। ରହୁଛି, ନମସ୍କାର, ଜୟ ଜଗନ୍ନାଥ, ଓମ୍ ନମଃ ଶିବାୟ।